ସକାଳ 10ଟାରୁ ଏତେ ଜୋର ଖରା ହେଉଛି ଯେ ମେଲା ବାହାରିବାକୁ ଇଚ୍ଛା ହେଉନି। କେତେ ଶୀଘ୍ର ମାମା ଶୀତଳଟା ଛାଡ଼ିଗଲା କହିଲୁ। ମାନେ ଅନେଇ ବି ହେଉନି ଏତେ ଜୋର ମାନେ ଖରା ହେଉଛି। ଆଉ ରାତି ତ ଗରମଟା ବି ପ୍ରବଳ ଜୋର ଆରମ୍ଭ ହେଇଗଲାଣି। ଏମିତି ଖରା ହେଲେ ମାମାକୁ ଲୁଗା ଶୁଖିବା ସବୁ ସୁବିଧା ନା ମାମା? ଏମିତି ଖରା ହେଲେ ତତେ କପଡ଼ା ଶୁଖିବାକୁ ସୁବିଧା। ମାନେ ଘଣ୍ଟେ করে ଡ୍ରେସ୍ ଶୁଖି ଯାଉଛି। ସମାନ ଘଣ୍ଟେ ବି ଲାଗୁନି। କାଲି ବା ମୁଁ ପକେଇକି ଗଲି ଘରୁ ହୋଲି ଖେଳିକି ଆସିଲା ଭିତରେ ଡ୍ରେସ୍ ଶୁଖି ଯାଇଛି। ହଁ ଶୁଣ ତୁ ବି ଶୁଖିଯିବୁ। ମୁଁ ବି ତୁ 2 ଘଣ୍ଟା ଶୁଖିଯିବି ଖଣ୍ଡେ ବା। ବସିଲେ ଶୁଖିଯିବୁ। ମୁଁ ଶୁଖିଯିବି। ମୁଁ ଅନେଇ ହଉନି ମାନେ ଆଖି କଣ ହେଇଯାଉଛି। ମୋତେ ଲାଗୁଛି ଖରାଦିନଟା ଏବେ ହିଁ ଥିଲା ପୁଣି ଥରେ ରିଟର୍ନ ପଳେଇ ଆସିଲା। କାହିଁକିନା ତୁମେ ଏମିତି ଆର ବର୍ଷ ଖରାଦିନକୁ ଏମିତି ଭିଡ଼ିଓ କରୁଥିଲ ଏମିତି କହୁଥିଲ ଅନେଇବନି। ଆଚ୍ଛା ଏଥର ଖରାଦିନଟା ତାହେଲେ ବହୁତ ଶୀଘ୍ର ପଳେଇଲା ବୋଧେ। ବହୁତ ନାଇଁ ତ ଶୀତ ଟାଇମରେ ଖରା ଦିନରେ କିନ୍ତୁ ଛାତରେ ଭିଡ଼ିଓ କଲେ ବଢ଼ିଆ ଦେଖାଯାଉଛି ଆମେ ଗୋରା ଗୋରା। ଗୋରା ଗୋରା ଦେଖାଯାଉଛି। ଆଖି ଗୁଡ଼ାକ ଅନେଇବୁନି, ଆଖି ଗୁଡ଼ା ମିଞ୍ଜି ମିଞ୍ଜି କରୁଛି। ଭୋକ ଜୋର ହେଲାଣି। ତାହେଲେ ଦହିବରା ଖାଇବା ଦ୍ୱିପହରେ ପ୍ଲାନିଂ କନସିଡର କରିବା। ରୋଷେଇ ଦହିବରାଟା କରିବାକୁ ଆଜି ଟାଇମ୍ ନାହିଁ ଆମ ଘରେ କାହିଁକିନା ଯେହେତୁ କାମଟା ବହୁତ ତମେ ପେଣ୍ଡିଂ ଯଦି ଅଛି। ଜଲ୍ଦି ଉଠିଲ ମୋତେ କାହିଁ ଏତେ ଲେଟ୍ରେ ଡାକିଲ? ତମେ ଡାକିନ ବି। ନା ମୁଁ ଡାକିନି, ମୁଁ ଚାହୁଁଥିଲି ତମେ ଶୁଅ ବୋଲି। ମୁଁ ବି ଉଠିଲି 8:30 9ଟା ପାଖାପାଖି। ମୁଁ ଜଲ୍ଦି ଉଠିଲି ତମକୁ ଡିଷ୍ଟର୍ବ ହବ ସେଇଥିପାଇଁ ହିଁ ମୁଁ ଉଠୁନଥିଲି। ନା ମୁଁ ଜଲ୍ଦି ଉଠିନି, ମୁଁ ଶୋଇଛି। ମୁଁ 9ଟା ମନ ପାଖାପାଖି ଇଚ୍ଛା ଉଠିଛି। ଯେଉଁ ରାତିରେ ଖାଇ ଦେଇକି ଶୋଉଛନ୍ତି କ'ଣ ଚୁଡ଼ା ଘଷା, ତ ସେଥିପାଇଁ କି ରାତିରେ 3 ଥର ଖଣ୍ଡେ ଉଠିଛନ୍ତି। ଚୂଡ଼ାଟା ମୁଁ ମାନେ 2-3 ଥର ହେଲା ମାର୍କ କଲାଣି। ଚୂଡ଼ାଟା ଖାଇବ ରାତି ଠିକ୍ ଅଧରାତିରେ ମାନେ ଯେମିତି ଆଜିନା ଟାଇପ୍ର ହୁକୁଟି ଗୁଡ଼ାକ ଆସୁଛି କାହିଁକି କ'ଣ ପାଇଁ ଏଇଟା ତ ହୁଏନି, କିନ୍ତୁ ଏବେ 2-3 ଥର ମୁଁ ମାର୍କ କଲାଣି। ପୁଣି ଉଠିକି ଆଉଥରେ ପାଣି ପିଉଛି। କାହିଁକି ଏମିତି ହେଉଛି? ଆମର ହଉନି। ମାନେ ବୟସ ହେଇଗଲାଣି ତ ଦିନକରେ ଅଭ୍ୟାସ କମିଗଲାଣି ନା, ବୁଢ଼ା ହେଇଗଲୁଣି ଆମେ ଆଉ। ତମେ ଏତେ ଜଲ୍ଦି ବୁଢ଼ା କେମିତି ହେଲ? କାହିଁକି ହେଲ? ଆଉ କ'ଣ ଚାଲ, ବହୁତ ଜୋର ଭୋକ ହେଲାଣି। ପୁରା ଧଳା ହେଇଗଲାଣି ଧନ, ତାକୁ ଏତେ ମାରିନ। ତ ଯେହେତୁ ଧନଙ୍କର ମୁହଁଟା ଶୁଖିଯାଇଛି, ଧନ ଯାଉଛନ୍ତି ଟିକେ ଭେସଲିନ୍ ମାରିବାକୁ। ହଁ ଟି ମୁଁ ଶୁଖେଇଦେଲି, ତମ କାମ ହେଲା ଆସିକି ଟିକେ ନେଇଯିବ। ସେଇଟା ମୋତେ କରିବାକୁ ପଡ଼ୁଛି। ଏତେ ଖରାରେ ମାନେ ଆଉ ଉପରେ ଚାଲି ହେବନି, ଆଉ ଟିକେ ପରେ ଚାଲି ହେବନି। ତା ସହିତ ଲାଗନି, ସେ ଏତିକି ଖଣ୍ଡେ ବଢ଼ିଯାଇଛି ଆଉ। ବଢିଗଲା ଲାଷ୍ଟ ମାନେ ଆଡ଼ୁ ଗୁନୁକୁ ଧରିବାକୁ ସୁବିଧା ହଉଛି। ଚାଲ ଯିବା ଚାଲ ଆସ।